ଅଫିସରୁ ଉଦ୍ଧାର ହେଲା କୋଷାଧ୍ୟକ୍ଷଙ୍କ ମୃତଦେହ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜଳସେଚନ ଉପବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କୋଷାଧ୍ୟକ୍ଷ କମଳାକାନ୍ତ ସ୍ୱାଇଁଙ୍କର ମୃତ୍ୟୁ ଘଟିଛି। କାର୍ଯ୍ୟାଳୟର ବିଶ୍ରାମ କକ୍ଷରେ କମଳାକାନ୍ତଙ୍କ ମୃତଦେହ ପଡ଼ିଥିବାର କମଳାକାନ୍ତଙ୍କ ସମ୍ପର୍କୀୟ ଭାଇ ଦେଖିବାକୁ ପାଇଥିବାର ସୂଚନା ଦେଇଥିଲେ। ଖବର ପାଇ କନିଷ୍ଠ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପହଞ୍ଚିଥିଲେ କାର୍ଯ୍ୟାଳୟରେ। କିନ୍ତୁ ଦୁଃଖର ବିଷୟ, ସକାଳୁ ଘଟଣାଟି ଘଟିଥିଲେ ମଧ୍ୟ କମଳାକାନ୍ତଙ୍କୁ ମେଡିକାଲକୁ କାହିଁକି ନେଇନଥିଲେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚାନ୍ଦବାଲି ମେଡିକାଲରୁ 100 ମିଟର ଦୂରରେ ଘଟଣା ଘଟିଥିଲେ ମଧ୍ୟ ପ୍ରାୟ 4-5 ଘଣ୍ଟା ପରେ କମଳାକାନ୍ତଙ୍କୁ ନିଆଗଲା ମେଡିକାଲ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ଅପରପକ୍ଷରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବା ଏସ୍ଡିଓ ସାମ୍ବାଦିକମାନଙ୍କୁ କୌଣସି ସୂଚନା ଦେବାକୁ ମନା କରିଦେଲେ। କୋଷାଧ୍ୟକ୍ଷ କମଳାକାନ୍ତ ସ୍ୱାଇଁଙ୍କର ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ମାଛଗାଁ ବୋଲି ସୂଚନା ରହିଛି। ଦେଖିବାକୁ ବାକି ରହିଲା କ'ଣ କହୁଛି ପୋଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ। ଡକ୍ଟର ବର୍ତ୍ତମାନ ମେଡିକାଲ ଆଡମିଟ୍ କରିଛୁ। ଡକ୍ଟର ଅନୁସନ୍ଧାନ ରିପୋର୍ଟ ଦେବେ। ରିପୋର୍ଟ ଆସିସାରିଲା ପରେ କ'ଣ ହେଇଛି ଜଣା ପଡ଼ିବ। ସେଇରେ ଆମର ଷ୍ଟାଫ୍ ଥିଲେ, କ୍ୟାସିୟର ଥିଲେ। ସେ କାମ ଆଜି ବର୍ଷ ହେଲା କରୁଥିଲେ। ନା ଆମର ତ ମିଟିଂ ଥିଲା, ମିଟିଂ ଯାଉଥିଲି। ମୁଁ ଯେତେବେଳେ ଆମ ପୁନାବାବୁ ଇନଫର୍ମ ଦେଲେ ମୁଁ ବାରିକପୁର ଫେରିକି ଆସିଲି। ଦେଖ ଆପଣ ଯାହା ଦେଖୁଛି ମୁଁ ସେୟା ଦେଖୁଛି। ଆଉ ରାତିରେ ସେ କଥା ମୁଁ କହିବାନି, ଇନଭେଷ୍ଟିଗେସନ ଜଣା ପଡ଼ିବ। ବର୍ତ୍ତମାନ ମୁଁ ଡକ୍ଟର ନୁହେଁ, ସେ ଉତ୍ତର ଦେବାଟା ମୋର ଉଚିତ ହେବ ନାହିଁ। ଥ୍ୟାଙ୍କ ୟୁ।